ଦେଖନ୍ତୁ ପ୍ରଭୁ ଲିଙ୍ଗରାଜ ବା ସାରା ଭାରତବର୍ଷର ଶ୍ରେଷ୍ଠ ଶୈବପୀଠ ବା ବଡ଼ ଶୈବପୀଠ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ଶୈବପୀଠ। ତେଣୁ ପ୍ରଭୁଙ୍କ କାମରେ ଆମେ ଯେଉଁ ସେବାୟତ ଭାଇମାନେ ଅଛନ୍ତି ସେମାନଙ୍କର ପାଇଛୁ। କେଉଁଠି କେଉଁଠି ସେମାନେ ଯାହା ଆପଣ କହୁଥିଲେ 2 ଦିନ ପୂର୍ବ ପର୍ଯ୍ୟନ୍ତ ତାଙ୍କ ମନ ଭିତରେ କ'ଣ ଥାଇପାରେ, କିନ୍ତୁ ପ୍ରଭୁଙ୍କ ସେବା ବା ପ୍ରଭୁଙ୍କ ନୀତିକାନ୍ତ ସର୍ବାଗ୍ରେ ଆମେ ଚେଷ୍ଟା କରୁଛୁ। ପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସେବାୟତ ଭାଇମାନଙ୍କର ସହଯୋଗରେ ନିଶ୍ଚିତ ଭାବେ ଠିକ୍ ଭାବେ ହେବ। ଆଜି ଯେଉଁ ପ୍ରତିଶ୍ରୁତି ସେମାନେ ଦେଇଛନ୍ତି ମୁଁ ଭାବୁଛି ପ୍ରଭୁଙ୍କର କାଲି ମହାଦୀପ ଠିକ୍ ସମୟରେ ଉଠିବ ଏବଂ ସବୁ ଭକ୍ତ ଦର୍ଶନ ଭଲ ଭାବରେ ଦର୍ଶନ ପାଇବେ ଏବଂ ନୀତିକାନ୍ତି ଠିକ୍ ଠାକ୍ରେ ହେବ ବୋଲି। ନାଇଁ, ଏଇଟା ବି ଗୋଟେ ଭଲ ଜିନିଷଟି ହେଲା ଯେ ସମସ୍ତେ ମିଶିକି ଆମେ ପ୍ରଭୁଙ୍କ ପାଇଁ କାମ କରିବା ଏବଂ ସେଇଟା ସଫଳ ରୂପାୟନ ପାଇଁ ଆମେ ବି ଚେଷ୍ଟା କରିବା। ତା ବାଦେ ମନ୍ତ୍ରୀଙ୍କର ଯେଉଁ ପ୍ରତିଶ୍ରୁତି ରହିଛି, ମୋର ତାଙ୍କ ସାଙ୍ଗେ ବା ବାବୁ ସାଙ୍ଗରେ ଯେଉଁ ସମ୍ମାନୀୟ MLAଙ୍କ ସାଙ୍ଗରେ ବା ମନ୍ତ୍ରୀ ମହୋଦୟଙ୍କ ସାଙ୍ଗରେ ମୋର ବାରମ୍ବାର କଥାବାର୍ତ୍ତା ଭିତରେ ମୁଁ ଉପଲବ୍ଧି କରିଛି ସେମାନେ ଲିଙ୍ଗରାଜ ମନ୍ଦିର ସେ ନୀତିକାନ୍ତି ଉପରେ ଏବଂ ଆପଣଙ୍କ ଲିଙ୍ଗରାଜ ଲ ଉପରେ ତାଙ୍କର ଚେଷ୍ଟା ଜାରି ରହିଛି। ସେ ଭରସା ଆମକୁ ଦେଇଛନ୍ତି ଏବଂ ବାରମ୍ବାର କହୁଛନ୍ତି ଯେ ଆଲୋଚନା କରିବା, ଜିନିଷଟା ଆଗକୁ ନେବା। ମୋର ତାଙ୍କ ଉପରେ ଭରସା ରହିଛି ଏବଂ ଜାଗର କାଲି ପାଇଁକି ମହାଶିବରାତ୍ରି କାମ କାଲି କେମିତି ସୁରୁଖୁରୁରେ ସମ୍ପାଦନ ହେବ, ଆମେ ସମସ୍ତେ ସହଯୋଗର ହାତ ବଢ଼େଇ ଆମେ କାମକୁ ଆଗକୁ ନେବା। ବ୍ରାହ୍ମଣ ନିଯୋଗର ମୁଁ ନାରାୟଣ ମହାପାତ୍ର ହେମାଦି ମହାପାତ୍ରଙ୍କୁ ଆଡ଼ମିନିଷ୍ଟ୍ରେସନ୍ ସବୁବେଳେ ଡାକୁଛି। ଆଜି ଯେଉଁମାନେ ଜଣେଇବାକୁ ଆସିଥିଲେ ସେ ହେଉଛନ୍ତି ଟ୍ରଷ୍ଟି ମେମ୍ବର ଅଛନ୍ତି ପୁରୁଣାର, ତାଙ୍କ ସାଙ୍ଗେ ଅନ୍ୟମାନେ ସବୁ ଆସିଛନ୍ତି। ସେମାନେ ଆକ୍ଚୁଆଲ ଇଏ ନୁହନ୍ତି କିନ୍ତୁ ଆମ ଭାଇ, ସେମାନେ ଆମ ଜାତି ଭାଇ, ସେମାନେ ଶିକ୍ଷାଧିକ ମାନେ ଲୋକ ଅଛନ୍ତି ପ୍ଲସ୍ ସେବାୟତ ଅଛନ୍ତି ପ୍ଲସ୍ କିଛି କିଛି ଘରେ ଥିଲେ କିଛି କିଛି ରହେ ଅସୁବିଧା ରହେ, ତାକୁ ଦୂରୀକରଣ କରିଦେବା। ଆଉ ନିଜ ଯଦି କିଏ କ'ଣ ସମସ୍ୟା କରିବ ଆମ ହାତରେ ନାହିଁ, କିନ୍ତୁ ଆମ ତରଫରୁ ମାନେ ଆମର ଯେମିତି ହେବା ପାଇଁକି ଆମେ ଆମର ବ୍ୟବସ୍ଥା କରୁଛୁ ଏବଂ ଆମେ ସମ୍ପୂର୍ଣ୍ଣ ସହଯୋଗ ରହିବ ପ୍ରଶାସନ ସହିତ। ଆଜି ମଧ୍ୟ ସେଇଆ ଆମେ ମିଟିଂରେ କହିଲୁ କିନ୍ତୁ ସେମାନେ ଶୁଣିପାରିଲେ କି ନାହିଁ ମୁଁ କହିପାରିବିନି। ଆମେ କହିଲୁ ରାତି 10ଟାରେ ଉଠିବ ବୋଲି, ସେ ପ୍ରତିଶ୍ରୁତି ଦେଇପାରିବୁନି। ବହୁତ ପ୍ରକାର ଅଘଟଣ ଘଟିବାର ସମ୍ଭାବନା ଅଛି। ଯଦି ମନ୍ଦିର ଉପରେ କିଏ ଚଢ଼ିଗଲା, କି ଠାକୁର ନୀତି ସମୟରେ କିଏ ପଶିଗଲା, କି ମହନରେ କୌଣସି ରକ୍ତ ଛିଟା ପଡ଼ିଲା, କି କୌଣସି ଛୁଆ ପିଲା ମଳତ୍ୟାଗ କରିଦେଲା, ସେଥିପାଇଁ ଧୋକଳ ହେବ। ତେଣୁକରି ସେଥିପାଇଁ ମାନେ ବିଳମ୍ବ ହୋଇପାରେ। ତେଣୁ ସେ ବିଷୟରେ ଆମେ ଠିକ୍ 10ଟାରେ ଉଠିବ ବୋଲି ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଇପାରିବୁନି, କିନ୍ତୁ ଆମେ ଚେଷ୍ଟା କରିବୁ ଯେମିତି ରାତି 10ଟା ସୁଦ୍ଧା ମହାଦୀପ ଉଠିବ। ଆମେ ଏମିତି ହେଉଛି ଆମେ ଦେଖୁଛୁ। ଯଦି ନହେଲା ଭଲ କଥା, ଯଦି ନହେଲା ତାହେଲେ ରାତି 10ଟାରେ ଯଦି ମହାଦୀପ ଉଠିଯିବ ଭଲ କଥା। ଆମେ ତ ମନା କରୁନୁ ରାତି 10ଟାରେ ମାନେ, କିନ୍ତୁ ଆମେ ପ୍ରତିଶ୍ରୁତି ଦେଇପାରିବୁନି ଯେ ଠିକ୍ ରାତି 10ଟାରେ ଉଠିବ। ସେଇଟା ଆମେ ମିଟିଂରେ ମଧ୍ୟ ସେଇଆ କହିଲୁ ଯେ ପ୍ରତିଶ୍ରୁତି ଦେଇପାରିବୁନି, କିନ୍ତୁ ଆମେ ଚେଷ୍ଟା କରିବୁ। ଏଠି ଆମେ ଯେଉଁଥିପାଇଁ ବସିଛେ ସେଇ ବିଷୟରେ ଆଲୋଚନା ହେଉ, କେମିତି ରାତି 10ଟାରେ ମହାଦୀପ ଉଠିବ। ଆପଣଙ୍କର ଇଚ୍ଛା ଏଇଆ, ଆମେ ମଧ୍ୟ ଚାହୁଁଛୁ ଯଦି ହେଇଯିବ ହେଇଯାଉ, କିନ୍ତୁ ଆମେ ପ୍ରତିଶ୍ରୁତି ଦେଇପାରିବୁନି ଯେ 10ଟାରେ ଉଠିବ ବୋଲି, କିନ୍ତୁ ଆମେ ଚେଷ୍ଟା କରିବୁ।